सुदूरରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସମ୍ବାଦ ବିଭାଗ ପକ୍ଷରୁ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଦେବଗଡ଼ ଜିଲ୍ଲା ପୁଲିସ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାଇବର ଅପରାଧ ରୋକିବା ପାଇଁ ସମାଜର ପ୍ରତ୍ୟେକ ସ୍ତରରେ ସଚେତନତା ପାଇଁ ଆଲୋଚନା ହୋଇଥିଲା। ଆଜିର ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି। ଏହା କେବଳ ସରକାର କିମ୍ବା ପୁଲିସର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକ ମଧ୍ୟ ସଚେତନ ରହିବା ସହ ଅନଲାଇନ ତଥ୍ୟ ସୁରକ୍ଷିତ ରଖିବା ଦରକାର ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ସାଇବର ଅପରାଧୀମାନେ ବିଭିନ୍ନ ନୂତନ ଉପାୟ ଦ୍ୱାରା ଲୋକମାନଙ୍କୁ ଠକୁଛନ୍ତି, ତେଣୁ ବ୍ୟାଙ୍କ ଖାତା, ଆଧାର ସଂଖ୍ୟା, ଓଟିପି, ପାସୱାର୍ଡ ଭଳି ଗୁପ୍ତ ତଥ୍ୟ କାହାକୁ ଦେବା ଉଚିତ ନୁହେଁ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରିଛନ୍ତି। ଲୋକମାନେ ଯେବେ ସଚେତନ ହେବେ ତାହେଲେ ସେମାନେ ସୁରକ୍ଷିତ ରହିପାରିବେ ଏବଂ ନିଜକୁ ସାଇବର ଅପରାଧ ଏବଂ ସାଇବର ଅପରାଧୀଙ୍କ କବଳରୁ ନିଜକୁ ମୁକୁଳି ପାରିବେ। ଆମେ ଦେବଗଡ଼ ଜିଲ୍ଲା ପୁଲିସ ତରଫରୁ ବିଭିନ୍ନ ସ୍କୁଲ କଲେଜରେ କୁଇଜ ଏବଂ ଡିବେଟ କମ୍ପିଟିସନ ଆୟୋଜନ କରିଛୁ। ବିଭିନ୍ନ ପବ୍ଲିକ ପ୍ଲେସ୍ ଯେମିତିକି ଆପଣଙ୍କ ସାପ୍ତାହିକ ହାଟ ଏବଂ ବଜାର ଛକମାନଙ୍କରେ ଦାସକାଠିଆ ଏବଂ ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛୁ ଏବଂ ଗୋଟେ ଇନାଗୁରାଲ ସେରିମୋନି କରାଯାଇଥିଲା, ଯେଉଁଥିରେ ବିଭିନ୍ନ ବର୍ଗର ଲୋକଙ୍କୁ ଆଣିକି ତାଙ୍କୁ ମଧ୍ୟ ସଚେତନ କରାଯାଉଛି। ଲିଫଲେଟ୍ ବଣ୍ଟନ କରାଯାଇଛି। ଦେବଗଡ଼ର ବିଭିନ୍ନ ମୁଖ୍ୟ ଜାଗା ପରିକ୍ରମା କରିକି ବାର୍ତ୍ତାକୁ ପ୍ରଚାର କରାଯାଇଛି ଯେ ଆପଣମାନେ ନିଜ କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ବ୍ୟକ୍ତିଗତ ତଥ୍ୟ ସେୟାର କରିବେ ନାହିଁ, ଅଜଣା ଲିଙ୍କକୁ କ୍ଲିକ୍ କରିବେ ନାହିଁ, ଲୋଭର ବଶବର୍ତ୍ତୀ ହେଇକି କେବେ ବି କୌଣସି ଆର୍ଥିକ ଟ୍ରାଞ୍ଜାକ୍ସନ ଅଜଣା ଲୋକ ସହିତ କରିବେ ନାହିଁ। ଏ 2-3ଟି କଥା ଯଦି ଆମେ ଲୋକମାନଙ୍କ ପାଖରେ ପହଞ୍ଚେଇ ପାରିବା, ସଚେତନ ଲୋକ ହେଇପାରିବେ, ତାହେଲେ ସାଇବର ଅପରାଧୀମାନେ କୌଣସି ପ୍ରକାର ଅପରାଧ ଘଟେଇ ପାରିବେ ନାହିଁ। ଏ ବାର୍ତ୍ତାକୁ ଆମେ ଆମ ତରଫରୁ ଚେଷ୍ଟା କରାଯାଇଛି। ସାଇବର ରଥ ଆଣିକି ମଧ୍ୟ ବିଭିନ୍ନ ଥାନାରେ ଏବଂ ଏ ପ୍ରୟାସ ଆମର ରହିଛି। ଆମର ଆଶା ଓ ବିଶ୍ୱାସ ପୁଲିସ ତରଫରୁ, ଦେବଗଡ଼ ପୁଲିସ ତରଫରୁ ଏବଂ ରାଜ୍ୟ ପୁଲିସ ତରଫରୁ ଯେଉଁ କାର୍ଯ୍ୟକ୍ରମ କରାଯାଇଛି, ଏଥିରେ ଜନସାଧାରଣ ମାନେ ନିଶ୍ଚିତ ଭାବରେ ସଚେତନ ହେବେ। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା 2025 ଖରିଫ ବିପଣନ ବର୍ଷ ନିମନ୍ତେ ଧାନ ସଂଗ୍ରହ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ଧାନ ମଣ୍ଡିରେ ଜିଲ୍ଲାରେ ଡିସେମ୍ବର 19 ତାରିଖ ଧାନ କ୍ରୟ କରାଯିବା ପାଇଁ ସ୍ଥିର ହୋଇଛି। ଏ ପର୍ଯ୍ୟନ୍ତ 21,414 ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ପ୍ରତି ଧାନ ମଣ୍ଡିରେ ଧାନ ସଂଗ୍ରହ ପୂର୍ବରୁ ସେଠାରେ ପ୍ରାମାଣିକ ଓଜନ କଣ୍ଟା, ମାନ ପରୀକ୍ଷଣ ଯନ୍ତ୍ରପାତି, ମାନ ପରୀକ୍ଷଣ କର୍ମଚାରୀ ଉପଲବ୍ଧ କରାଇବାକୁ ନିୟନ୍ତ୍ରିତ ବଜାର କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଧାନ କ୍ରୟ ସମ୍ବନ୍ଧୀୟ ଅଭିଯୋଗ କରିବା ନିମନ୍ତେ 1967 ଟୋଲ୍ ଫ୍ରି ନମ୍ବର, ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମୋବାଇଲ ନମ୍ବର ଓ ଧାନର ମାନ ସମ୍ପର୍କରେ ବହୁଳ ପ୍ରଚାର ନିମନ୍ତେ ନିୟନ୍ତ୍ରିତ ବଜାର କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରତ୍ୟେକ ଧାନ ମଣ୍ଡିରେ କମ୍ପ୍ୟୁଟର, ପ୍ରିଣ୍ଟର, ଇଣ୍ଟରନେଟ୍, ଇନଭର୍ଟର ଓ ବିଦ୍ୟୁତ୍ ଶକ୍ତି ଆଦି ଉପଲବ୍ଧ କରାଇବାକୁ ଜିଲ୍ଲା ସମବାୟ ସମିତିର ଉପନିବନ୍ଧକ ସହକାରୀ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସାପ କାମୁଡ଼ା ଓ ବଜ୍ରପାତ ପ୍ରତି ସାବଧାନ ରହିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଜ୍ରପାତ ଓ ସର୍ପାଘାତ ଯୋଗୁଁ ଅନେକ ଜୀବନ ହାନି ହେଉଛି ଓ ଏଥିରୁ ଲୋକମାନେ କିପରି ସୁରକ୍ଷା ପାଇପାରିବେ ସେଥିନିମନ୍ତେ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର 3ଟି ଯାକ ବ୍ଲକ, ପଞ୍ଚାୟତ ଓ ପୌର ପରିଷଦରେ ପଥପ୍ରାନ୍ତ ନାଟକ, ଲୋକନୃତ୍ୟ, କାନ୍ଥରେ ସଚେତନତା ଚିତ୍ର, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ସଂଗଠନ ବୈଠକ, ଯୁବ କ୍ଲବ ସଂଘ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି। ଦେବଗଡ଼ ମହାବିଦ୍ୟାଳୟରେ ଭାରତ ସରକାରଙ୍କର PM ଉଷା ପ୍ରକଳ୍ପ ଆନୁକୂଲ୍ୟରେ ନୂତନ ଶିକ୍ଷାନୀତି ଗଠନ, ଦୃଷ୍ଟି ଓ ଲକ୍ଷ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଦାମ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ରାମନରେଶ ମହାଲିଙ୍ଗ, ଡକ୍ଟର ଶ୍ରବଣ କୁମାର ବାଗ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର P ମୁରଲୀଧର ଶର୍ମା, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ତଥା ଦେବଗଡ଼ ମହାବିଦ୍ୟାଳୟ ତଥା ଜିଲ୍ଲାର ଅନ୍ୟାନ୍ୟ ଡିଗ୍ରୀ ମହାବିଦ୍ୟାଳୟରୁ ନିମନ୍ତ୍ରିତ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।